ଯେ କୋଇଲି लो ମୋ ପୁଅ କଳା କାହ୍ନୁକୁ ମୁଁ ବୋଧହୁଏ ଛାଟରେ ମାରିଥିଲି ବୋଲି ଅକ୍ରୂରତାକୁ ନେଇଗଲା ବା ସେ ମତେ ଛାଡିକି ଚାଲିଗଲା। ପୁଣି ମା କହୁଛନ୍ତି କୋଇଲି ଲୋ ଜବେ ଦୂତ ଅଇଲା ଅକ୍ରୂର ଯାତ୍ରା ପଣେ ନେଇଗଲା ବସାଇ ରଥର। ମାଙ୍କର ହୃଦୟ ଭିତରର ସେ କଷ୍ଟ, ସେ ଦୁଃଖ, ସେ ଯନ୍ତ୍ରଣା, ପୁଅକୁ ହରେଇଥିବାର ସେ ଯୋଉ କଷ୍ଟ, ସେ କଷ୍ଟକୁ କବି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ସେ ଆସିକି କହିଥିଲା ଯେ ବୋଧହୁଏ ଏ ଅକ୍ରୂର ଆସିଲା ମୋ ପୁଅକୁ ଯାତ୍ରା କରେଇବ ବୋଲି, ଧନୁଯାତ୍ରା ହଉଛି ବୋଲି କହି ନେଇଗଲା ମଥୁରାକୁ, ଆଉ ଆଣିଲାନି, ଆଉ ଫେରେଇକି ଆଣିଲାନି। ଇଏ ଅକ୍ରୂରଟା କେତେ ବଡ ଠକ, କେତେ ବଡ ମିଛୁଆ। ଆଉ ଥରେ ଯଦି ମୋ ସାମ୍ନାକୁ ଆସନ୍ତା ନା, ମୁଁ ତାକୁ ପଚାରନ୍ତି ନେଇକି ତ ଗଲୁ ମୋ ପୁଅକୁ, କେବେ ଫେରେଇବୁ, କେବେ ଫେରେଇବୁ। ଇଏ ତ ଗୋଟେ ମାର ମନ ନା, ମାର ସେ ଯୋଉ କଷ୍ଟ, ସେ ଯୋଉ ଭାବନା, ସେ ଯୋଉ ଚିନ୍ତନ କବି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ପୁଣି ପଦ ଆସେ କୋଇଲି ଲୋ ଝୁରୁ ଝୁରୁ ଲୁହ ନ ରହିଲା, ଝଗଡା ଶାରୀର କୃଷ୍ଣ ମଥୁରା ରହିଲା। କୋଇଲି ଲୋ ମୁଁ ଯୋଉ ମାରିଥିଲି, ଯୋଉ କଷ୍ଟ ଦେଇଥିଲି, ଆଉ ଆସିଲାନି। ମୁଁ ତ ସିନା ଝୁରି ଝୁରି ମୋର ଦିନ ସରୁଛି, କିନ୍ତୁ ସେ ଯାଇଥିଲା, ମୁଁ କଣ ଖବର ପାଇଲି ସେଠି ଯାଇକି ତା ମାମୁଁ କଂସକୁ ମାରିଛି, ସେଠି ବିଭିନ୍ନ ଅସୁର ମାନଙ୍କୁ, ମଲ୍ଲ ଏମାନଙ୍କୁ ହତ୍ୟା କରିଛି। ଏଇ ଯୋଉ ଝଗଡା କରିବା ପରେ ସେ ସେଇ ମଥୁରାରେ ରହିଲା, ସିଏ ଆଉ ଗୋପପୁର ଫେରିଲାନି। ଏ ସମଗ୍ର ଗୋପଦାଣ୍ଡ ତା ବିନା ଅନ୍ଧାର। ଖାଲି ଗୋପଦାଣ୍ଡ କଣ, ପାଗଳ ହେଇଛନ୍ତି ନନ୍ଦ ଆଉ ଯଶୋଦା ପୁଅକୁ ହରେଇବା ବେଳେ। ପୁଣି କହୁଛନ୍ତି କୋଇଲି ଲୋ ନିଶା କାଳେ ହରିମାଗେ ଚାନ୍ଦ, ନୟନ ଟେକିଣ ପୁଣି ରାଉଥାନ୍ତି ନନ୍ଦ। କୋଇଲି ଯେତେବେଳେ ରାତି ହୁଏ, ରାତି ହେଲେ ମୋ ଅଝଟିଆ କଳା କାହ୍ନୁ ଉପରେ ଜହ୍ନକୁ ଦେଖିବା ପାଇଁ ମୋ ସାମ୍ନାରେ ଅଝଟ କରେ, ତା ବାପାଙ୍କ ସାମ୍ନାରେ ସେ ଅଝଟ କରେ। ଆଉ ଯେତେ ଦିନ ଯାକର ଯେତେ ପରିଶ୍ରମ ହଉ, ତାକୁ ଦେଖାନ୍ତି ବାହାରକୁ ନେଇ, ହେଇ ଦେଖ ଚାନ୍ଦ, ହେଇ ଦେଖ। ଆମେ କଥାରେ କହନ୍ତିନି ଆ ଜହ୍ନ ମାମୁଁ ସରଗ ଶଶୀ, ମୋ କାହ୍ନୁ ହାତରେ ପଡରେ ଖସି। ଜହ୍ନ ମାମୁଁକୁ କେତେ, ଜହ୍ନ ଗୋଟେ ମାମୁଁ, ତା ପ୍ରତି କେତେ ଭଲ ପାଇବା, ତାକୁ ଆଣିକି କହନ୍ତି ତୁ ମୋ କାହ୍ନୁ ହାତରେ ଖସି ପଡ, ମୋ କଳା କାହ୍ନୁ ହାତକୁ ଓହ୍ଲେଇଆ। ଏଥିରେ କବି ବର୍ଣ୍ଣନା କରିଛନ୍ତି। ପୁଣି ପରବର୍ତ୍ତୀ ପଂକ୍ତିରେ କୁହାଯାଏ କୋଇଲି ଲୋ ଟହ ଟହ ହସୁଥାନ୍ତି କୋଳେ, ଟଳ ଟଳ ହେଉଥାନ୍ତି ଝୁଲିବାର ବେଳେ। କୋଇଲି ଲୋ ଟହ ଟହ ହସୁଥାନ୍ତି କୋଳେ, ଟଳ ଟଳ ହେଉଥାନ୍ତି ଝୁଲିବାର ବେଳେ। ସେତେବେଳେ ମୋ ଅଝଟିଆ ଯେତେବେଳେ କୋଳରେ ବସେ, ଟହ ଟହ ହେଇକି ନାଲି ଗୁଲୁ ଗୁଲୁ ଉଠରେ ଯେତେବେଳେ ହସେ, ସତେ କି ହସ ତ ନୁହେଁ, ସତେ କି ମୁକ୍ତା ଖସି ପଡୁଛି ତା ହସରୁ। ଆଉ ଟଳ ଟଳ ହୁଅନ୍ତି ଯେତେବେଳେ ଛୋଟ ପିଲାଟା ଆମେ ଝୁଲଣାରେ ଝୁଲେଇ ଦିଅନ୍ତି, ସେତେବେଳେ କଣ ହୁଏ, ଟଳ ଟଳ ହୁଏ, ଝୁଲଣଟା ଟଳ 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 ହୁଏ। ବୋଧହୁଏ ସେମିତି ଟଳ ଟଳ ହଉଛନ୍ତି, ସେଇ ଅବସ୍ଥା ପାଇଁ ମୋ କାହ୍ନୁ ଚାଲିଗଲା କି, ସେ ସମୟ ସବୁ ମନେ ପଡୁଛି, ସେ ଯୋଉ ବିତେଇଥିବା ମୁହୂର୍ତ୍ତ ଗୁଡାକ ମନେ ପଡୁଛି ମାଙ୍କର, ସେ ଯୋଉ ସମୟ ଗୁଡାକ ତାଙ୍କ ଆଖି ଆଗରେ ଝଲସି ଉଠୁଛି, ସେ ମୁହୂର୍ତ୍ତ ଗୁଡାକ। ପୁଣି କବି କହିଲେ କୋଇଲି ଲୋ ଠଣ ଯେ ସୁନ୍ଦର ବେନି ପୁଏ, ହକି ଭଣ୍ଡି ଗଲେ କୃଷ୍ଣ ନଇଲେ ଭେଡାଏ। ସେ ଭାରି ସ୍ୱାର୍ଥପର ଟେକି ମୋ ପୁଅ, ନା ତ, ମା କଣ କେବେ ସ୍ୱାର୍ଥପର କହିବ ପୁଅକୁ? ନା, ମୋ ପୁଅ ବୋଧେ କୋଉ କାମରେ ଯାଇଛି, ଯୋଉଥିପାଇଁ ସେ ଆଉ ଫେରି ପାରିନି, ତାକୁ ସମୟ ହେଇନି ଆଉ ଫେରିବା ପାଇଁ। ସେଇଥିପାଇଁ ମା ଭାବୁଛନ୍ତି କିନ୍ତୁ ମୋ ପୁଅ କଣ ସତରେ ଭୁଲିଗଲା କି? ବେଳେ ବେଳେ ଆମ ମା ମାନେ ତ ରାଗିବେନି, ବାପା ମାନେ ତ ରାଗିବେନି, କିନ୍ତୁ ଅଭିମାନ ତ କରିବେ ନା। ମନ ଭିତରେ କୋଉଠି ନା କୋଉଠି ପ୍ରଶ୍ନ ଆସିବ ଯେ ମୋ ପୁଅ ବଡ ହେଇଗଲାଣି, ମୋ ପୁଅ ଏତେ ବ୍ୟସ୍ତ ହଉଛି, ସେ କଣ ଆଉ ଘରକୁ ଫେରି ପାରୁନି, ତାକୁ କଣ ଆଉ ସମୟ ମିଳୁନି ଆଉ ଥରେ ବୁଢା ବାପା ଆଉ ବୁଢୀ ମାକୁ ଭେଟି ଯିବା ପାଇଁ। ପୁଣି କହୁଛନ୍ତି ପରବର୍ତ୍ତୀ ପଂକ୍ତିରେ କୁହାଯାଏ କୋଇଲି ଲୋ ଡାକିଲେ ଭାସନ୍ତି ଜହ୍ନେ ସାରି, ଡାଳ ରତ୍ନ ପ୍ରାୟକ ବୋଲୁଥାନ୍ତି ହରି। ଲୋ କୋଇଲି, ମୋ ଅଝଟିଆ କାହ୍ନୁର କଥା କଥା ନୁହେଁ, ସତେ କି କୋଇଲିର ସ୍ୱର। ସେ ଯେତେବେଳେ ହସେ, ସେ ଯେତେବେଳେ କଥା କହେ, ସେ କଥା ନୁହେଁ। ବସନ୍ତ ଋତୁରେ ଯେତେବେଳେ କୋଇଲି କୁହୁ କୁହୁ କରେ, ସେମିତି ଲାଗେ ମୋ କାହ୍ନୁ ଯେତେବେଳେ କଥା ପଦେ କହେ। ଯେତେବେଳେ ସାରି ଆମେ ପଞ୍ଜୁରୀରେ ରଖନ୍ତି, ସାରିଟିଏ ଯେତେବେଳେ କଥା କହେ, ନା ଧରିକି ଡାକେ ନୂଆ ନୂଆ, ସେତେବେଳେ ଯେମିତି ଖୁସି ଲାଗେ।
କାହ୍ନୁ ଯେତେବେଳେ କଥା ପଦେ କହେ ସେମିତି ଶୁଣିବାକୁ ଭଲ ଲାଗେ, ଖୁସି ଲାଗେ। କୋଇଲିଲୁ ଢଳ ଢଳ ନୟନେ କଜ୍ଜଳ, ଢଳଇ ନାସାର ମଣି ମୁକୁତାର ଫଳ। ମାଟେ ଯେତେବେଳେ ପୁଅକୁ ସଜେଇ ଦିଏ, ଆଜିକାଲି ତ ସବୁ ସାଜସଜ୍ଜାରେ ପରିବର୍ତ୍ତନ ଆସିଲାଣି, ଆଧୁନିକତା ପ୍ରବେଶ କରିଗଲାଣି, କିନ୍ତୁ ମା ମାନଙ୍କ ସାମ୍ନାରେ ଛୁଆଟିଏ ଗୁଲଗାଲିଆ ହେଇଥିବ, ମୁଣ୍ଡରେ ଟିକେ ଟିପା ନାଇଥିବ, କଳା ନାଇଥିବ, ଆଖିରେ କଳା ଦେଇଥିବେ ମା ମାନେ, ନାକରେ କାନରେ ଯେତେବେଳେ ଫୁଲ ନାଇଥିବ, ସେ ଢଳ 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 ଯେତେବେଳେ ହଉଥିବ, ସେ ଫୁଲ, ସେ ଯୋଉ ଅଳଙ୍କାର ମାନ, ଆଖିରେ ଯୋଉ ଦେଇଥିବେ କଜ୍ଜଳ, ସେ କଜ୍ଜଳରୁ ଯେତେବେଳେ ଲୁହ ସହିତ ସେ କଜ୍ଜଳ ଆସୁଥିବ, କେତେ ସୁନ୍ଦର ଦେଖାଯାଉଥିବ କହିଲୁ। ମନେ ପକଉଛନ୍ତି ସେ ମୁହଁ, ସେ ଅଝଟିଆ କଳା କାହ୍ନୁର ମୁହଁ ଯଶୋବନ୍ତପୁର। କୋଇଲିଲୋ ଅନେକ ହସିଲା ରାଏ କଂସ, ଅଣହେଳା କରିଣ ଆପେ ଗଲା ନାଶ। କୋଇଲି ସେଇ ଯୋଉ କଂସ ତାକୁ ଡାକିଥିଲାନି କି, ତାକୁ ମୋ ପୁଅକୁ କପଟ କରିକି ଡାକିଥିଲା। କଣ ହେଲା, ଯେତେବେଳେ ଅଣହେଳା କଲା, ମୋ ପୁଅକୁ ସେ ମାନିଲାନି ମୋ ପୁଅ ବୋଲି, ତା ଭଣଜା ବୋଲି ମାନିଲାନି, ମନ ଭିତରେ କୁଟ କପଟ ଭରିକି ତାକୁ ଡାକିଥିଲା। ଶେଷରେ ନିଜ କପଟ ତାର ଶିକାର ହେଲା ଏବଂ ମୋ ପୁଅ ହାତରେ ସେ ମଲା। ବେଳେ ବେଳେ ପିଲାମାନଙ୍କର କୃତିକୁ ନେଇ ବାପା ମା ମାନେ ଗର୍ବ କରନ୍ତି, ଆଉ ବେଳେ ବେଳେ ଅଭିମାନ ଆସେ। ଏ ସବୁ କଥା, ଏ ସବୁ ଦୁଃଖ, ଗୋଟେ ମା ମନର ଚିନ୍ତନ, ଗୋଟେ ମାତୃତ୍ୱର କଥା ଏ କବିତାରେ ଉନ୍ମୋଚିତ। କୋଇଲିଲୋ ତନୁରେତା ଲିପଇ କୁଙ୍କୁମ, ତନୟ ଖେଳାଉଥାନ୍ତି ଭାଇ ବଳରାମ। ପୁଣି କହୁଛନ୍ତି ମୋ ପୁଅର ଯୋଉ ବଡ ଭାଇ, ମୋ କଳା କାହ୍ନୁ, ଯେତେବେଳେ ତା ଶରୀରର କୁଙ୍କୁମ ଲାଗେ, ସତେ କି ଝଲସି ଉଠେ। ଏଇ କୁଙ୍କୁମ ନୁହଁଲ, ଆକାଶରେ ଯେମିତି ତାରା ମାନେ ଝଲସି ଉଠନ୍ତି, ମୋ ପୁଅ ଦେହରେ ସେମିତି କୁଙ୍କୁମ ଦେଖାଯାଏ। ଆଉ ମୋ ପୁଅକୁ ଭାରି ଆକଟ କରେ ତାର ବଡ ଭାଇ। ତା ବଡ ଭାଇ କିଏ? ବଳରାମ। ବଳରାମ ନେଇକି ତାକୁ ଖେଳାନ୍ତି, ଯାଆନ୍ତି ଦି ଭାଇ ଖେଳିବା ପାଇଁ, ଭାଇ ଭାଇ ଭିତରେ ଭଲ। ଶେଷରେ ଗଲେ ଯେ ଦୁଇ ଭାଇ ଯାକ ଗଲେ, ଆଉ ଫେରିଲେନି। ଏ ପଂକ୍ତିରେ ଭାରି ଦୁଃଖ। କୋଇଲିଲୋ ଥନ ଭାଙ୍ଗି କ୍ଷୀର ପାନ ଦେଲି, ଥବିର କାଳରେ ପୁତ୍ର ମୁହଁ ମୁଁ ଦେଖିଲି, ମୁହଁ ନ ଦେଖିଲି। ମା କହୁଛନ୍ତି ଏଇ ସ୍ତନରୁ କ୍ଷୀର ମୁଁ ଦେଇଥିଲି ମୋ ପୁଅକୁ, କିନ୍ତୁ ଶେଷ ସମୟରେ ଯିବା ସମୟ ହେଲାଣି, ମୋ ପୁଅର ମୁହଁ ମୁଁ ଦେଖିପାରିଲିନି। ମୁଁ ଦେଖିପାରିଲିନି ମୋ ପୁଅ ଏବେ କେଡେ ବଡଟେ ହେଲାଣି। ଶେଷ ମୁହୂର୍ତ୍ତରେ ମୁଁ ଆଉ କଣ ମୋ ପୁଅକୁ ଦେଖିବିନି? ସବୁ ବାପା ମା ମାନେ ଚାହାନ୍ତି ମୋ ପୁଅ ଯୋଉଠି ଥାଉ, ହୁଏତ ହାତୀ ବନସ୍ତରେ ରହିଲେ ରାଜାର, ଏହା ଠିକ, କିନ୍ତୁ ଶେଷ ମୁହୂର୍ତ୍ତରେ କୋଉଠି ନା କୋଉଠି ମନ ଭିତରେ ଆସେ, ମୋ ପୁଅଟା ମୋ ପାଖରେ ଥାନ୍ତା କି। ଛୋଟିଆ କାହାଣୀଟେ ମନେ ପଡେ। ଦୁଇ ଜଣ ଲୋକ କଥା ହୁଅନ୍ତି, ଦୁଇ ଜଣ ବୟସ୍କ ବ୍ୟକ୍ତି। ଜଣେ ବୃଦ୍ଧ ବ୍ୟକ୍ତି ଆଉ ଜଣେ ବ୍ୟକ୍ତିକୁ ପଚାରେ, ଆରେ ବାବୁ ତୋର ତ ତିନି ପୁଅ, ପୁଅ ମାନେ କଣ କରୁଛନ୍ତି? ବାବାରେ ବଡ ପୁଅ ତ ମୋର ଡାକ୍ତର, ସାନ ପୁଅ ମଝିଆ ପୁଅ ଇଞ୍ଜିନିୟର, ଆଉ ସାନ ପୁଅ କଣ କରେ ବୋଲି ଯେତେବେଳେ ପାଖ ଲୋକ ପଚାରେ, ଏ କିଛି ସମୟ ନ କହି କହେ କଣ କରିବ, ଘରେ ଅଛି, ଚାଷ ବାସ କରୁଛି। ପୁଣି ପାଖରେ ବସିଥିବା ଲୋକ ପଚାରେ, ଦୁଇଟା ପୁଅ ଉନ୍ନତି କଲେ, ଆଗକୁ ଗଲେ, ସମାଜର ପ୍ରତିଷ୍ଠିତ ହେଲେ, କିନ୍ତୁ ତ ସାନ ପୁଅ କିଛି ହେଲାନି, ତ କାହିଁ ଘର ରଖିଛୁ, ସେମିତି ପୁଅକୁ ବାହାର କରିଦେଲି। ପୁଣି ସିଏ କହୁଛି, ଆର ବୃଦ୍ଧ ଜଣକ, ନାରେ ସେ ପୁଅକୁ ମୁଁ ରଖିନି, ବରଂ କହ ସେ ଗୋଟିଏ ପୁଅ ମତେ ରଖିଛି। ଅର୍ଥାତ୍ ଆଜିର ସମାଜ ସେଇଠି ପହଞ୍ଚିଛି ଯୋଉଠି ଆମେ ଖୁସି ହଉଛନ୍ତି ବିଦେଶରେ ରହିଲେ ପୁଅ ମାନେ, ବାପା ମା ମାନେ ଖୁସି ହଉଛନ୍ତି ମୋ ପୁଅ ବାହାରେ ଅଛି, ଲକ୍ଷ ଲକ୍ଷ ଟଙ୍କା, କୋଟି କୋଟି ଟଙ୍କା ରୋଜଗାର କରୁଛି, ମୋ ପୁଅ ବୋଉ ସମସ୍ତେ ଚାକିରିଆ। କିନ୍ତୁ କେବେ ନା କେବେ ତ ମନ ଭିତରେ ପ୍ରଶ୍ନ ଆସେ, ଯଦି ଘର ପାଖରେ ଥାନ୍ତା, ମୋର ଶାଗ ପଖାଳରେ ପଛେ ଖୁସି ହୁଏ, ଆଜି ଭଲରେ ମନ୍ଦରେ ମୋ ପୁଅଟାକୁ ତ ମୋ ପାଖରେ ପାଇଥାନ୍ତି, ଦେଖିଥାନ୍ତି। ସେଇ କଥା ଯଶୋଦା କହୁଛନ୍ତି, ମୁଁ ତାକୁ ମୋର ମାତୃତ୍ୱ ଯାହା ମୋ କାହ୍ନାକୁ ଦବା କଥା ସବୁ ଦେଇଛି, ମୋର ଅନ୍ଧର ଲଉଡି ଥିଲା ସେ, କିନ୍ତୁ ଆଜି ଏ ସମୟରେ ଥବିର କାଳରେ ପୁତ୍ର ମୁହଁ ନ ଦେଖିଲି, ଏ ସମୟରେ ମୁଁ ମୋ ପୁଅକୁ ଟିକେ ଦେଖିତେ ପାଇଲିନି। କୋଇଲିଲୋ ଦୌଡ଼ିରେ ବାନ୍ଧିଲି ପୁତ୍ରକୁ, ଦାମୋଦର ରାଗେ ଗଲେ ମଥୁରାପୁରକୁ। ମା ମନରେ ସେ ପ୍ରଶ୍ନ ଆସୁଛି, କୋଇଲିଲୋ ମୋ ପୁଅକୁ ଯୋଉ ଦୌଡ଼ିରେ ବାନ୍ଧିଥିଲି, ସେ ଦୌଡ଼ିରେ ବାନ୍ଧିଥିଲି ବୋଲି ସେ କଣ ରାଗିଗଲା କି? କୃଷ୍ଣଙ୍କର ଆଉ ଗୋଟେ ନାଁ ହଉଛି ଦାମୋଦର। ଦାମୋଦର ରାଗିଗଲା ମଥୁରାପୁରକୁ, ସେଇ ରାଗରେ ବୋଧହୁଏ ସେ ମଥୁରା ପଳେଇଲା, ଯୋଉଥିପାଇଁ ସେ ଆଉ ଫେରିଲାନି। କୋଇଲିଲୋ ଧନ୍ୟ ସେହି ଦୈବ କିନାରୀ, ଧର୍ମ ଥିଲା ପୁତ୍ର ଗୋଟି ହୋଇଲା ତାହାରି। ଏଠି ଦେବକୀ କି ଦୈବକୀ ବୋଲି ଲେଖାଯାଇଛି। ଏଠୁ ଗଲେ ଯଶୋଦା କଣ ଖବର ରଖିନାହାନ୍ତି? ଏଠୁ ଗଲା ପରେ
ଦେବକୀର ସେ ପୁଅ ହେଲେ। ଦେବକୀ ପାଖରେ ଦେବକୀ କି ବନ୍ଦୀ ଜୀବନରୁ ମୁକୁଳେଇଲେ, ମାକୁ ରାଜମାତାର ଆସନ ପ୍ରଦାନ କଲେ। ସତରେ ଦେବକୀଲୋ ତୁ ଧନ୍ୟ, ତୁ କୋଉ ଜନ୍ମରେ କି ପୁଣ୍ୟ କରିଥିଲୁ ତା ଭଳିଆ ଗୋଟେ ପୁଅ ପାଇଲୁ। ମୁଁ କୋଉ ଜନ୍ମରେ କଣ ଅପରାଧ କରିଥିଲି, ମୋ ପୁଅକୁ ଏଡେ ବଡ କଲା ପରେ ସେ ଆଉ ଫେରିଲାନି, ମୋ ପାଖ ଛାଡିଦେଲା ଏବଂ ମୋ ପାଖରେ ସେ ରହିଲାନି। କୋଇଲିଲୋ ନଶ ଭଇ ଗୋପପୁର ମୋର, ନାରାୟଣ ଗଲା ଦିନ ମଥୁରା ନଗର। ଲୋ କୋଇଲି, ଏ ଯୋଉ ଗୋପପୁର ଦେଖୁଛୁ, ସେ ଗୋପପୁରର ଶୋଭା ନଷ୍ଟ ହେଇଗଲା। ସେ ଗୋପପୁର ଆଉ ଗୋପ ହେଇକି ନାହିଁ। ଯଦି କାହ୍ନା ନାହିଁ ସେ ଗୋପପୁରର କଣ ମହତ୍ଵ? ଯଦି କାହ୍ନା ନାହିଁ ସେ ଗୋପୀ ମାନେ କିଏ? ତେଣୁ ସେ ଗଲା ଦିନୁ ଏ ଗୋପପୁରର ଆଉ ମହତ୍ଵ ହେଇକି ନାହିଁ। ସେ ଯେବେରୁ ଚାଲିଗଲା, ଏଠୁ ସର୍ବସ୍ୱ ଲୁଟି ନେଲା ଭଳିଆ ମନେ ହଉଛି। ସତେ କି ଏଠି ତୃଣ ଅଛି, ଏଠି ଗଛ ଅଛି, ଏଠି ପୁଷ୍ପ ଅଛି, ଫଳ ଅଛି, କିନ୍ତୁ ତାର କୌଣସି ମହତ୍ଵ ନାହିଁ। ଏଠି ରାସ୍ତାଘାଟରେ କଉଡି ପଡିଛି, ସତେ କି ସେଗୁଡାକ ମୂଲ୍ୟହୀନ। ଗଛରେ ସୁନ୍ଦର ସୁନ୍ଦର ଫୁଲ ଫୁଟିଛି, ସେ ଫୁଲ ମାନେ ବି ମନ ଦୁଃଖ କରିକି ସେତିକି ବସିଛନ୍ତି। କାରଣ ମୋ ପୁଅ ଆଉ ଫୁଲମାଳ ପକେଇକି ବନମାଳୀ ବେଶ ହବନି ନା। ଇଏ ହଉଛି ଅନୁଭବର କଥା, ଇଏ ହଉଛି ଚିନ୍ତନର କଥା, ଯାହା କେଶବ କୋଇଲିରେ ଦେଖିବାକୁ ମିଳେ। କବିଙ୍କର ଭାବନା, କବିଙ୍କର ଚିନ୍ତାଧାରା, କବିଙ୍କର ସେ ଯୋଉ ରସମୟ ଉକ୍ତି ଏବଂ ଗଭୀର ଚିନ୍ତନର କଥା ଆଲୋଚନା କରାଯାଇଛି। ତେବେ ଆଉ ଯାହା ବାକି ରହିଲା ପରବର୍ତ୍ତୀ ଅଧ୍ୟାୟରେ ଆଲୋଚନା କରିବା। ସେଥିପାଇଁ ସେ ପର୍ଯ୍ୟନ୍ତ ବିଦାୟ ନେଉଛି। ଧନ୍ୟବାଦ।